ରାତି ପାହିଲେ ଖ୍ରୀଷ୍ଟମାସ। ଡିସେମ୍ବର 25 ତାରିଖ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ପବିତ୍ର ଦିନ, ବଡ଼ଦିନ ବା ଖ୍ରୀଷ୍ଟ ଅର୍ଥାତ୍ ଯୀଶୁଙ୍କ ଜନ୍ମଦିନ। ଏହି ପରିପ୍ରେକ୍ଷୀରେ ରାଇବଣିଆ ଅଞ୍ଚଳର ବିଭିନ୍ନ ଜାଗାରେ ଗିର୍ଜାଘର ଓ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପରିବାରର ଘରଦ୍ୱାର ସଜେଇ ହୋଇଛି। ବିଶେଷ କରି କାଳିକ ପଞ୍ଚାୟତର ହାତୀଗଡ଼ରେ ଥିବା ବାପଟିସ ଓ କାଥୋଲିକ ଗିର୍ଜାଘର ରଙ୍ଗୀନ ଆଲୁଅ ସହ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ପଦାର୍ଥରେ ସୁସଜ୍ଜିତ ହୋଇଛି। ହାତୀଗଡ଼ ଦୈନିକ ବଜାର ଗହଳି ଲାଗି ରହିଛି। ଆଜି ରାତି 10ଟାରୁ ପ୍ରଭୁ ଯୀଶୁଙ୍କ ଜନ୍ମର ଆଗମନୀ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରାର୍ଥନା ଆରମ୍ଭ ହେବ। ମଧ୍ୟରାତ୍ର 12 ଘଟିକା ସମୟରେ ପ୍ରଭୁଙ୍କ ଜନ୍ମର ଆନନ୍ଦମୟ ପବିତ୍ରତା ସହ ନୂତନ ବର୍ଷ ଯାଏ ଅନେକ ଧୁମଧାମରେ ପାଳନ କରିବେ। ବର୍ଷର ଏହି ଦିନରେ ପ୍ରାୟତଃ ସମସ୍ତେ ଗାଁରେ ଏକାଠି ହୁଅନ୍ତି। ବିଭିନ୍ନ ଖେଳ କୌତୁହଳରେ ଆନନ୍ଦରେ ସମସ୍ତେ ସମାଜକୁ ଶାନ୍ତିର ବାର୍ତ୍ତା ଓ ଭାତୃଭାବନାର ସନ୍ଦେଶ ଦେଇଥାନ୍ତି। ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।